केमिति संभव जे ଯେଉଁ ଯୁଦ୍ଧକୁ କୁହାଯାଉଥିଲା ସବୁ ଯୁଦ୍ଧର ଅନ୍ତ ଠିକ୍ ତାର 20 ବର୍ଷ ପରେ ଆଉ ଏକ ଆହୁରି ବଡ଼ ଆହୁରି ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଗଲା। ଏଇଟା ଗୋଟେ ବହୁତ ବଡ଼ ପ୍ରଶ୍ନ ଆଉ ଆଜି ଆମେ ଏହାର ହିଁ ଉତ୍ତର ଖୋଜିବା। ଆସନ୍ତୁ ପ୍ରଥମେ ଏହି ସଂଖ୍ୟାଟିକୁ ଦେଖିବା। 6 କୋଟି, ହଁ, ପାଖାପାଖି 6 କୋଟି ଲୋକ। ଏମାନେ ଥିଲେ ସେହି ସୈନିକ ଆଉ ସାଧାରଣ ଲୋକ ଯେଉଁମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିଜ ଜୀବନ ହରାଇଥିଲେ। କଳ୍ପନା କରନ୍ତୁ ତ, ମାନବ ଇତିହାସର ସବୁଠୁ ବଡ଼ ବିନାଶ। ତେବେ ସେହି ମୂଳ ପ୍ରଶ୍ନକୁ ଫେରିଯିବା, କେମିତି ଗୋଟେ ଶାନ୍ତିରୁ ମାତ୍ର 20 ବର୍ଷ ଭିତରେ ଆଉ ଏକ ମହାଯୁଦ୍ଧର ଆରମ୍ଭ ହେଲା। ଆଜି ଆମେ ଏହାରି କାରଣଗୁଡ଼ିକୁ ଗୋଟି ଗୋଟି କରି ବୁଝିବାକୁ ଚେଷ୍ଟା କରିବା, ଯାହା ଏତେ ବଡ଼ ବିନାଶର କାରଣ ସାଜିଥିଲା। ଆଉ ଏହି କାହାଣୀର ଆରମ୍ଭ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଥମ ବିଶ୍ୱଯୁଦ୍ଧର ଶେଷରୁ ହିଁ ହୋଇଥିଲା। କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧର ମଞ୍ଜି ସେହି ପ୍ରଥମ ଯୁଦ୍ଧର ଶାନ୍ତି ଚୁକ୍ତିରେ ହିଁ ଲୁଚି ରହିଥିଲା। ଦେଖନ୍ତୁ, ଏସବୁ କେମିତି ଗୋଟିଏ ପରେ ଗୋଟିଏ ଘଟିଲା। ପ୍ରଥମେ 1919ରେ ହେଲା ଧର୍ସାଇ ଚୁକ୍ତି, ଯାହା ଜର୍ମାନୀ ପାଇଁ ଏକ ଅପମାନ ଥିଲା। ତାପରେ 1923ରେ ଆସିଲା ଭୟଙ୍କର ମୁଦ୍ରାସ୍ଫୀତି, ଆଉ 1929ରେ ବିଶ୍ୱ ମହାମାନ୍ଦ୍ୟ। ଏସବୁ ମିଶି ଜର୍ମାନୀର ଅର୍ଥନୀତିକୁ ପୂରାପୂରି ଭାଙ୍ଗିଦେଲା। ଆଉ ଏମିତି ଏକ ହତାଶା ଆଉ ଅସନ୍ତୋଷର ପରିବେଶରେ ହିଁ 1933ରେ ହିଟଲରଙ୍କ ଭଳି ଜଣେ ଚରମପନ୍ଥୀ ନେତା କ୍ଷମତାକୁ ଆସିବା ପାଇଁ ସୁଯୋଗ ପାଇଲେ। ଆଉ ଏହି ଭର୍ସାଇ ଚୁକ୍ତି କେତେ କଠୋର ଥିଲା ଟିକେ ଭାବନ୍ତୁ। ଯୁଦ୍ଧ ପାଇଁ ସବୁ ଦୋଷ ଜର୍ମାନୀ ମୁଣ୍ଡରେ ଲଦି ଦିଆଗଲା। ବିପୁଳ ପରିମାଣର କ୍ଷତିପୂରଣ ଦେବାକୁ କୁହାଗଲା। ସେନାକୁ ପୁରା ଛୋଟ କରି ଦିଆଗଲା। ବାୟୁସେନାକୁ ତ ଭାଙ୍ଗି ହିଁ ଦିଆଗଲା। ଏହା କେବଳ ଗୋଟେ ଚୁକ୍ତି ନଥିଲା, ଏହା ଜର୍ମାନୀ ପାଇଁ ଏକ ଜାତୀୟ ଅପମାନ ଥିଲା, ଯାହା ତାକୁ ରାଜନୈତିକ ଆଉ ଆର୍ଥିକ ଭାବେ ଦୁର୍ବଳ କରିଦେଲା। ପରିସ୍ଥିତି କେତେ ଖରାପ ଥିଲା ତାର ଗୋଟେ ଉଦାହରଣ ଶୁଣନ୍ତୁ। 1923 ବେଳକୁ ଜର୍ମାନୀ ଟଙ୍କାର ମୂଲ୍ୟ ଏତେ କମିଯାଇଥିଲା ଯେ ଲୋକମାନେ ବଜାରରୁ ଜାଳେଣୀ କିଣିବା ବଦଳରେ ନିଜ ଘରେ ଥିବା ଟଙ୍କାକୁ ହିଁ ଜାଳି ଶୀତରୁ ରକ୍ଷା ପାଉଥିଲେ, କାରଣ ଟଙ୍କା ଜାଳିବା ବେଶୀ ଶସ୍ତା ପଡ଼ୁଥିଲା। ଏଭଳି ଆର୍ଥିକ ଦୁର୍ଦ୍ଦଶା ଭିତରେ ସାଧାରଣ ଲୋକ ଚରମପନ୍ଥୀ ରାଜନୀତି ଆଡ଼କୁ ଢଳିବା ସ୍ୱାଭାବିକ ଥିଲା। ଠିକ୍ ଅଛି, ତେବେ ଏହି ପୃଷ୍ଠଭୂମି ସହିତ ଆସନ୍ତୁ ଆମ କାହାଣୀର ପରବର୍ତ୍ତୀ ଅଧ୍ୟାୟକୁ ଯିବା, ୟୁରୋପରେ ଯୁଦ୍ଧର ଆରମ୍ଭ। ଆଉ ଏଠି ଜର୍ମାନୀର ପ୍ରାରମ୍ଭିକ ସଫଳତା ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ଯୁଦ୍ଧ ଆରମ୍ଭ ହେଲା କେମିତି? ହିଟଲର ଗୋଟିଏ ପରେ ଗୋଟିଏ କରି ଭର୍ସାଇ ଚୁକ୍ତିର ସର୍ତ୍ତ ଭାଙ୍ଗି ଚାଲିଲେ। ରାଇନଲ୍ୟାଣ୍ଡରେ ସେନା ପଠାଇଲେ, ଅଷ୍ଟ୍ରିଆକୁ ନିଜ ସହ ମିଶାଇଲେ। କିନ୍ତୁ ବ୍ରିଟେନ ଆଉ ଫ୍ରାନ୍ସ, ସେମାନେ ଆଉ ଗୋଟେ ଯୁଦ୍ଧ ଚାହୁଁନଥିଲେ। ସେମାନେ ଭାବିଲେ ହିଟଲରଙ୍କୁ ଟିକେ ଛାଡ଼ିଦେଲେ ହୁଏତ ସେ ଶାନ୍ତ ହୋଇଯିବେ। ଏହାକୁ ହିଁ ତୁଷ୍ଟିକରଣ ନୀତି କୁହାଯାଏ। କିନ୍ତୁ ଏହା ଏକ ବହୁତ ବଡ଼ ଭୁଲ ଥିଲା। ଆଉ ଯେତେବେଳେ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କଲେ, ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା। ଆଉ ଜର୍ମାନୀ ଏହି ଯୁଦ୍ଧରେ ଏକ ନୂଆ ଏବଂ ଭୟଙ୍କର କୌଶଳ ବ୍ୟବହାର କଲା, ଯାହାର ନାଁ ଥିଲା ବ୍ଲିଟ୍ଜକ୍ରିଗ୍ ବା ବିଜୁଳି ବେଗରେ ଯୁଦ୍ଧ। ଏଥିରେ ଟ୍ୟାଙ୍କ ଆଉ ବିମାନର ବ୍ୟବହାର କରି ଅଚାନକ ଆଉ ଦ୍ରୁତ ଗତିରେ ଆକ୍ରମଣ କରାଯାଉଥିଲା। ଏହି କୌଶଳ ଏତେ ପ୍ରଭାବଶାଳୀ ଥିଲା ଯେ 1940 ସୁଦ୍ଧା ମାତ୍ର କିଛି ସପ୍ତାହ ଭିତରେ ଫ୍ରାନ୍ସ ଭଳି ବଡ଼ ଦେଶ ସମେତ ପଶ୍ଚିମ ୟୁରୋପର ଅଧିକାଂଶ ଅଞ୍ଚଳ ଜର୍ମାନୀ କବ୍ଜାରେ ଥିଲା। କିନ୍ତୁ ଯୁଦ୍ଧର ଗତି ସବୁବେଳେ ଗୋଟିଏ ଦିଗରେ ରହିଲାନି। ଧୀରେ ଧୀରେ ପାସା ପଲଟିବା ଆରମ୍ଭ କଲା। ପ୍ରଥମ ଝଟକା ଲାଗିଲା ଯେତେବେଳେ ବ୍ରିଟେନର ରୟାଲ ଏୟାରଫୋର୍ସ ଜର୍ମାନ ବିମାନ ଆକ୍ରମଣକୁ ରୋକିଦେଲା। ତାପରେ ଆସିଲା ସବୁଠୁ ବଡ଼ ମୋଡ଼, ଷ୍ଟାଲିନଗ୍ରାଡରେ ଜର୍ମାନ ସେନାର ଭୟଙ୍କର ପରାଜୟ। ଆଉ ଶେଷରେ 1944ରେ ଡି-ଡେ ଦିନ ଯେତେବେଳେ ମିତ୍ରଶକ୍ତି ନର୍ମାଣ୍ଡିରେ ଓହ୍ଲାଇଲେ, ସେତେବେଳେ ୟୁରୋପରେ ନାଜି ଶାସନର ଅନ୍ତ ସୁନିଶ୍ଚିତ ହୋଇଗଲା। ଆଚ୍ଛା, ୟୁରୋପରେ ତ ଏସବୁ ଚାଲିଥିଲା, କିନ୍ତୁ ଏହି ଯୁଦ୍ଧ କେବଳ ୟୁରୋପରେ ସୀମିତ ନଥିଲା। ଏବେ ଆସନ୍ତୁ ଦେଖିବା ପ୍ରଶାନ୍ତ ମହାସାଗରରେ କ'ଣ ହେଉଥିଲା। କାରଣ ଏଠାରେ ଜାପାନର ପ୍ରବେଶ ଏହି ଯୁଦ୍ଧକୁ ପ୍ରକୃତରେ ଏକ ବିଶ୍ୱଯୁଦ୍ଧରେ ପରିଣତ କରିଦେଲା। ଜାପାନର ସମସ୍ୟା ଥିଲା ପ୍ରାକୃତିକ ସମ୍ପଦର ଅଭାବ। ତେଣୁ ସେମାନେ ଏକ ବିଶାଳ ସାମ୍ରାଜ୍ୟ ଗଢ଼ିବାକୁ ଚାହୁଁଥିଲେ, ଯାହାକୁ ସେମାନେ ବୃହତ୍ତର ପୂର୍ବ ଏସିଆ ସହ ସମୃଦ୍ଧି କ୍ଷେତ୍ର ବୋଲି ନାଁ ଦେଇଥିଲେ। ଏହାର ଅସଲ ଉଦ୍ଦେଶ୍ୟ ଥିଲା ତେଲ, ରବର ଭଳି ଜରୁରୀ ସମ୍ପଦ ହାସଲ କରିବା। ଆଉ ଏହି ଲକ୍ଷ୍ୟ ପାଇଁ ସେମାନେ ଜର୍ମାନୀ ଆଉ ଇଟାଲୀ ସହିତ ହାତ ମିଳାଇଥିଲେ। ତାପରେ ଆସିଲା ସେହି ତାରିଖ ଯାହା ସବୁକିଛି ବଦଳାଇଦେଲା, ଡିସେମ୍ବର 7, 1941। ଏହି ଦିନ ଜାପାନ ଆମେରିକାର ପର୍ଲ ହାର୍ବର ନୌସେନା ଘାଟି ଉପରେ ବିନା କୌଣସି ସୂଚନାରେ ଆକ୍ରମଣ କଲା। ଏହି ଗୋଟିଏ ଘଟଣା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାକୁ ସିଧାସଳଖ ଯୁଦ୍ଧ ଭିତରକୁ ଟାଣି ଆଣିଲା। ଏହି ଆକ୍ରମଣର ପ୍ରଭାବ ବହୁ ଦୂର ପର୍ଯ୍ୟନ୍ତ ଗଲା। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଜନ୍ କର୍ଟିନ୍ ସେତେବେଳେ ଏକ ଐତିହାସିକ କଥା କହିଥିଲେ। ସେ କହିଲେ, ଅଷ୍ଟ୍ରେଲିଆ ଏବେ ଆମେରିକା ଆଡ଼କୁ ଚାହିଁଛି। ଏହାର କାରଣ ଥିଲା ସିଙ୍ଗାପୁରର ପତନ। ଯେତେବେଳେ ଜାପାନର ବିପଦ ଅଷ୍ଟ୍ରେଲିଆର ଦ୍ୱାର ମୁହଁରେ ପହଞ୍ଚିଗଲା, ସେମାନେ ବୁଝିଗଲେ ଯେ ବ୍ରିଟେନ ଆଉ ସେମାନଙ୍କୁ ରକ୍ଷା କରିପାରିବ ନାହିଁ।
ଏହା ଅଷ୍ଟ୍ରେଲିଆ ପାଇଁ ନିଜର ସୁରକ୍ଷା ନୀତିରେ ଏକ ବହୁତ ବଡ଼ ପରିବର୍ତ୍ତନ ଥିଲା। କିନ୍ତୁ ଠିକ୍ ୟୁରୋପ ଭଳି ପ୍ରଶାନ୍ତ ମହାସାଗରରେ ମଧ୍ୟ ଯୁଦ୍ଧର ମୁଡ୍ ବଦଳିଲା। ପ୍ରଥମେ ସିଙ୍ଗାପୁରର ପତନ ଏକ ବଡ଼ ଧକ୍କା ଥିଲା, କିନ୍ତୁ ତାପରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ହେଲା। କୋରାଲ ସାଗର ଯୁଦ୍ଧ, ମିଡ୍ୱେ ଯୁଦ୍ଧ ଏବଂ ନ୍ୟୁ ଗିନିର କୋକୋଡା ଅଭିଯାନ। ଏହି ଯୁଦ୍ଧଗୁଡ଼ିକ କେବଳ ଜାପାନର ଅଗ୍ରଗତିକୁ ରୋକିଲାନି, ବରଂ ମିତ୍ରଶକ୍ତିକୁ ପୁଣି ଥରେ ଆଗକୁ ବଢ଼ିବାର ସୁଯୋଗ ଦେଲା। ବିଶେଷକରି ମିଡ୍ୱେ ଯୁଦ୍ଧ ଏକ ନିର୍ଣ୍ଣାୟକ ବିଜୟ ଥିଲା। କିନ୍ତୁ ଏହି ଯୁଦ୍ଧ କେବଳ ସୈନିକ ଆଉ ରଣକ୍ଷେତ୍ରର କାହାଣୀ ନଥିଲା। ଏହାର ଏକ ଏମିତି ଅନ୍ଧକାର ଦିଗ ଥିଲା ଯାହା ମାନବିକତାକୁ ଲଜ୍ଜିତ କରେ। ଏବେ ଆମେ ସେହି ଦୁଇଟି ଭୟଙ୍କର ଘଟଣା ବିଷୟରେ କଥା ହେବା, ହୋଲୋକଷ୍ଟ ଏବଂ ପରମାଣୁ ବୋମା। 60 ଲକ୍ଷ। ଏହି ସଂଖ୍ୟାଟାକୁ ଟିକେ ମନେ ରଖନ୍ତୁ, କାରଣ ଏତେ ସଂଖ୍ୟକ ଇହୁଦୀ ଲୋକଙ୍କୁ ନାଜିମାନେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଏହି ଗୋଟିଏ ସଂଖ୍ୟା ହିଁ ସେହି ଭୟାବହତାର ପରିମାପ ଦେବା ପାଇଁ ଯଥେଷ୍ଟ। ହୋଲୋକାଷ୍ଟ କେବଳ ଯୁଦ୍ଧର ଏକ ଅଂଶ ନଥିଲା, ଏହା ଥିଲା ଏକ ସୁଚିନ୍ତିତ ସରକାରୀ ପ୍ରାୟୋଜିତ ନରସଂହାର। ଏଥିରେ କେବଳ ଇହୁଦୀ ନୁହନ୍ତି, ରୋମାନି, ସ୍ଲାଭ, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଗୋଷ୍ଠୀର ଲୋକଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହାକୁ ଏକ ଶିଳ୍ପ ଭଳି ଚଲାଯାଉଥିଲା, ଘେଟରୁ ଆରମ୍ଭ କରି ହତ୍ୟା ଶିବିର ପର୍ଯ୍ୟନ୍ତ। ଏହା ସତରେ ମାନବ ଇତିହାସର ଏକ କଳା ଅଧ୍ୟାୟ। ଆଉ ଯୁଦ୍ଧର ଅନ୍ୟ ଏକ ଭୟଙ୍କର ଦିଗ ଥିଲା ହିରୋସୀମା। ଅଗଷ୍ଟ 6, 1945। ଗୋଟିଏ ମାତ୍ର ବୋମା ଆଉ ତତ୍କ୍ଷଣାତ୍ ପ୍ରାୟ 80,000 ଲୋକଙ୍କର ମୃତ୍ୟୁ। ପୁରା ସହରର ପ୍ରାୟ 70% ମାଟିରେ ମିଶିଗଲା। ଏହା ସହିତ ଦୁନିଆ ଏକ ନୂଆ ଆଉ ବହୁତ ଭୟଙ୍କର ପରମାଣୁ ଯୁଗରେ ପ୍ରବେଶ କଲା। ଏହି ବିନାଶର ଏକ ମାନବୀୟ ଚେହେରା ଥିଲା ସାଦାକୋ ସାସାକି ନାମକ ଜଣେ ଛୋଟ ଝିଅ। ଜାପାନୀ ପରମ୍ପରା ଅନୁସାରେ 1000ଟି କାଗଜ ବଗ ତିଆରି କଲେ ମନସ୍କାମନା ପୂରଣ ହୁଏ। ବୋମା ବିସ୍ଫୋରଣର ବଞ୍ଚିଯାଇଥିବା ସାଦାକୋ ଲ୍ୟୁକେମିଆ ରୋଗରେ ପୀଡ଼ିତ ହୋଇ ସୁସ୍ଥ ହେବା ପାଇଁ ଏହି ବଗ ତିଆରି କରୁଥିଲା। କିନ୍ତୁ 1000 ପୂରଣ ହେବା ଆଗରୁ ହିଁ ତାର ମୃତ୍ୟୁ ହୋଇଗଲା। ତାର କାହାଣୀ ଆଜି ବି ସେହି ଭୟାବହତାର ସ୍ମୃତିକୁ ଜୀବନ୍ତ ରଖିଛି। ତେବେ ଯୁଦ୍ଧ ଶେଷ ହେଲା, କିନ୍ତୁ ଦୁନିଆ ଆଉ ପୂର୍ବ ଭଳି ରହିଲା ନାହିଁ। ଏହି ଯୁଦ୍ଧ ପରେ ଏକ ସମ୍ପୂର୍ଣ୍ଣ ନୂଆ ବିଶ୍ୱର ପୁନର୍ଗଠନ ହେଲା, ଯାହାର ପ୍ରଭାବ ଆଜି ପର୍ଯ୍ୟନ୍ତ ଆମେ ଅନୁଭବ କରୁଛୁ। ଏହି ଯୁଦ୍ଧ ପରେ କ'ଣ ସବୁ ବଦଳିଲା? ଦେଖନ୍ତୁ, ଭବିଷ୍ୟତରେ ଏଭଳି ଯୁଦ୍ଧକୁ ରୋକିବା ପାଇଁ ମିଳିତ ଜାତିସଂଘ ଗଠନ କରାଗଲା। ଦୁଇଟି ନୂଆ ମହାଶକ୍ତି ଉଭା ହେଲେ, ଆମେରିକା ଆଉ ସୋଭିଏଟ୍ ୟୁନିୟନ। ଆଉ ଆରମ୍ଭ ହେଲା ଶୀତଳ ଯୁଦ୍ଧ। ଅଷ୍ଟ୍ରେଲିଆ ଭଳି ଦେଶ ଆମେରିକା ସହ ସ୍ଥାୟୀ ମେଣ୍ଟ ଗଠନ କରେ। ଆଉ ସବୁଠୁ ବଡ଼ କଥା, ପୁରା ଦୁନିଆ ପରମାଣୁ ବିନାଶର ଭୟ ଭିତରେ ବଞ୍ଚିବା ଶିଖିଲା। ଏସବୁ ମିଶି ଆମ ଆଜିର ଦୁନିଆର ମୂଳଦୁଆ ତିଆରି କଲେ।